ପାରାଦୀପ ମ୍ୟୁନିସିପାଲିଟିରେ ଆଜି ସ୍ୱଚ୍ଛତା ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସୁରକ୍ଷାକୁ ନେଇକି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଆମର ଅତିଥି ଭାବେ ଆମ ଅଞ୍ଚଳ ବିଧାୟକ ତଥା ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ଯୋଗ ଦେଇଥିଲେ। ଆମର ସ୍ୱଚ୍ଛ ଚର୍ଚ୍ଚା କାର୍ଯ୍ୟକ୍ରମରେ ସ୍ୱଚ୍ଛ କର୍ମୀ ଅଛି ଯେଉଁମାନେ ବିଭିନ୍ନ ୱାର୍ଡରେ କାମ କରୁଛନ୍ତି ସେଭଳି ଆହୁରି ସ୍ୱଚ୍ଛତା କାର୍ଯ୍ୟ ସୁଦୃଢ଼ ମାନେ ବ୍ୟାପକ ଆଲୋଚନା ହେଇଥିଲା ଏବଂ ସମସ୍ତ କର୍ମଚାରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ତା ସହିତ ପାରାଦୀପ ସହରର ଶିକ୍ଷା ବିଷୟରେ ଲୋକମାନଙ୍କୁ ପ୍ରେରଣା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ପାଇଁ ଆମେ ଦଶମ ବୋର୍ଡ ପରୀକ୍ଷାରେ ଯେଉଁମାନେ 90%ରୁ ମାର୍କ ରଖିଛନ୍ତି ସେ ସଂଖ୍ୟା ଆମେ ଆଜି ସମ୍ବର୍ଦ୍ଧିତ କରିଥିଲୁ। ସମସ୍ତ କାର୍ଯ୍ୟକ୍ରମ ଆଜି ପାରାଦୀପ ମ୍ୟୁନିସିପାଲିଟିରେ ଆୟୋଜନ ହେଇଥିଲା। ଆମେ ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଚାହୁଁଛୁ, ଆମେ ନିଜେ ସଚେତନ ଅନ୍ୟମାନଙ୍କୁ ସଚେତନ କରିବାକୁ ଚାହୁଁଛୁ। ପାରାଦୀପ ସହରର ସ୍ୱଚ୍ଛତା ପାଇଁ, ସବୁଜିଆ ପାଇଁ, ଶିକ୍ଷା ପାଇଁ, ସ୍ୱାସ୍ଥ୍ୟ ପାଇଁ ପାରାଦୀପ ବିଶେଷ ସବୁବେଳେ ଆଗମନ ଅଛି, କାମ କରୁଛି ଏବଂ ଅନ୍ୟମାନେ ସଚେତନ ପ୍ରେରଣା ପାଆନ୍ତୁ। ଆମେ ଯୋଉ ପିଲାମାନେ ଏ ବର୍ଷ 90% ମାର୍କ 8 ଜଣ ପିଲା ପାରାଦୀପ ସହରରେ ଆଗାମୀ ବର୍ଷ 80 ଜାଗାରେ ପହଞ୍ଚନ୍ତି ଆଜି ଆମେ କାମ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ହୋଇଥିଲା, ଯେମିତି ସ୍ୱଚ୍ଛ ସାଥୀ ମାନଙ୍କୁ ପାଇଁ ତାଙ୍କୁ ସେମାନଙ୍କର ଯୋଉ ଅକ୍ଳାନ୍ତ ପରିଶ୍ରମ ବଳରେ ସହରକୁ ସ୍ୱଚ୍ଛ ଆଉ ସୁନ୍ଦର ରଖିଛନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ତା ସହିତ ମାଟ୍ରିକ ପରୀକ୍ଷାରେ ଯେଉଁମାନେ 90% ଅଧିକ ରଖିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଗଲା ଏବଂ ବିଭିନ୍ନ ଲୋକମାନଙ୍କୁ କାର୍ଯ୍ୟକ୍ରମଟି ଆୟୋଜିତ କରାଯାଇଥିଲା। ଏଭଳି ସେ ନିଆରା କାର୍ଯ୍ୟକ୍ରମରେ ଯୋଗଦାନ କରି ନିଶ୍ଚିତ ଭାବରେ ନିଜର ସୌଭାଗ୍ୟ ମନେ କରୁଛି। ଆଜି ଏକ ନିଆରା ସ୍ୱଚ୍ଛତା ରଖିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ସେମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସମ୍ମାନିତ କରାଗଲା ଏବଂ ତା ସହିତ ଯୋଉ ଭତ୍ତା ବଣ୍ଟନ କରାଗଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଯେ 80%ରୁ ଅଧିକ ଭିନ୍ନକ୍ଷମ ତାଙ୍କ 1200 ଟଙ୍କାରୁ ବଢେଇକି 3500 ଟଙ୍କା ବଢେଇଥିଲେ। ହେଲେ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଏବଂ ବଞ୍ଚିବାକୁ ଏକ ସମ୍ମାନର ସହ ବଞ୍ଚିବା ପାଇଁ ସୁବିଧାରେ ବଞ୍ଚିବା ପାଇଁ ଗୋଟେ ରାହା ମିଳିଛି। ତ ଏଇ ଯୋଉ ଅମୃତକାଳ ଚାଲିଛି 75 ବର୍ଷରୁ 100 ବର୍ଷ ଭିତରେ ଯୋଉ 25 ବର୍ଷ ଅଛି 2047 ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଭିଜନ ଅଛି ଏକ ବିକଶିତ ଭାରତ ଗଠନ କରିବାରେ ସମସ୍ତଙ୍କର ଭାବରେ ବିକାଶ ହବ, ସବୁ ବର୍ଗର ଲୋକଙ୍କର ବିକାଶ ହବ, ସୁଦୃଢ ହବ ଏବଂ ତା ସହିତ ସବୁ କ୍ଷେତ୍ରରେ କିଭଳି ଭାବରେ ଭାରତ ଆଗକୁ ଯିବ। ଏ ସବୁ ବର୍ଗର ଲୋକମାନଙ୍କର ବିକାଶ ନହେଲେ କେବେ ବି ଏକ ବିକଶିତ ଭାରତ ଗଠନ ହେଇପାରିବ ନାହିଁ। ତେଣୁ ଏଇଭଳି ଏକ ନିଆରା କାର୍ଯ୍ୟକ୍ରମ କରିଥିବାରୁ ପାରାଦୀପ ପୌର ପରିଷଦର ସମସ୍ତ ଅଧିକାରୀଙ୍କୁ ଏବଂ ସମସ୍ତ ପାରିଷଦ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।